ମାମୁନୁ ଏ ମାମୁନୁ ଆସ ଦେଖିବୁ କ'ଣ ଚକଡ଼ା ହେଲାଣି ଖାଇବୁ ନା? ଦେଖନି କ'ଣ ଦଳା ଦଳି ହେଲାଣି। ରାଗ ଲଙ୍କା ଖାଇବୁନୁ ନା ରାଗ ଲାଗିବ। ରାଗ ଏଇଟା କ'ଣ 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 କଖାରୁ ଏଇଟା ଏଇଟା କ'ଣ ଏଇଟା କାକୁଡ଼ି ସାଲାଡ଼ ଖାଇଛୁ ନା? ଖାଇଛ ଖାଇଛ କ'ଣ ଖାଇଛ? ତମେ ଏମିତି ଅନେକ କାହିଁ ସବୁ ଯା ଖାଇବ ଶୋଇବ ଯା ସିଆଡ଼େ ଯାଉ ନା ଖାଇବ ହଁ ନାଇଁ ଗାଜର ନାଇଁ ଯା ଶୋଇ ପଡ଼ିବ। ଏଠି ଦେଖନ୍ତୁ ଆମର ଆଜି ଦଳାଦଳି ଚକଡ଼ା ଚକଡ଼ି ସବୁ ସରିଗଲା। କାରଣ ମୁଁ ବେଶୀ ଏଇ ଦଳାଦଳି ଚକଡ଼ା ଚକଡ଼ି ଖାଏ। କାରଣ ବାହାରେ ଯେତେବେଳେ ଆମେ କାମ କରୁ ସେତେବେଳେ ସବୁ ଲୋକମାନେ ତେଲ ମସଲା ଯାହା ତାଙ୍କର କରନ୍ତି ଘରେ ଦେଇଦିଅନ୍ତି ନା କିଛି କହିବନି। ଯେହେତୁ ମୁଁ ଘରେ ରୁହେ ବେଶୀ ଟାଇମ୍ ଯେଉଁ ଟାଇମ୍ ଘରେ ରୁହେ ସେ ଟାଇମ୍ରେ ଏଇଭଳିଆ ବାଇଗଣ ପୋଡ଼ା କଖାରୁ ଆଳୁ ସନ୍ତୁଳା କାକୁଡ଼ି ସାଲାଡ଼ ପଖାଳ ଏଇଭଳିଆ ସବୁ ଖାଇବା ଖାଏ। ଆପଣ କ'ଣ କେମିତି ଖାଆନ୍ତି? ତେଲ ମସଲା ଖାଇବା ପାଇଁ ବେଶୀ ଭଲ ଲାଗେ ନା ଏଇଭଳିଆ ଖାଇବା ପାଇଁ ଭଲ ଲାଗେ? କମେଣ୍ଟ କରିବେ। ରହିଲେ ଏବେ ଖାଇବା ଷ୍ଟାର୍ଟ ହେବ। କାରଣ ନହେଲେ ଏସବୁ ରହିଛନ୍ତି 2 ଜଣ ଦୁଇପଟରେ ଏକ 3 ଜଣ ହାତ ଫାତ ବୁଡ଼େଇ ବାଡ଼ି ପକାଇବେ। ପୁଣି ଦେଖାও ଖାଇସାରିଲା ପରେ ଆଉ ଗୋଟେ ଭିଡ଼ିଓରେ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଲାଇକ୍ ସେୟାର କରିବେ ଆଉ କମେଣ୍ଟ ନିଶ୍ଚୟ କରିବେ କେମିତିଆ ଖାଇବା ଆପଣଙ୍କୁ ଭଲ ଲାଗେ। ଏଇଭଳିଆ ସିଝା ସିଝି ଦଳାଦଳି ଭଲ ଲାଗେ ନା ତେଲ ମସଲା ଖାଇବା ପାଇଁ ବେଶୀ ଭଲ ଲାଗେ?